पट्टामुंडाई राजनगर विधानसभा निर्वाचन मंडलीर स्वाधीन विधायक प्रार्थी जीवन कृष्ण राय सांबादिक सम्मिलनी राजनगर नीलाद्री बिहारी मंडपरे अनुष्ठित। राजनगर ब्लॉक अंतर्गत सानबड़ गोपालपुर नीलाद्री बिहारी मंडपरे पट्टामुंडाई राजनगर विधानसभा निर्वाचन मंडलीर स्वाधीन विधायक प्रार्थी जीवन कृष्ण राय सांबादिक सम्मिलनी अनुष्ठित हो जाइछि। ଏହି ସମ୍ମିଳନୀରେ ରାଜନଗର ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଜୀବନ କୃଷ୍ଣ ରାୟଙ୍କୁ ତାଙ୍କର ସାଧାରଣ ନିର୍ବାଚନ 2024 ପାଇଁ ମୁଦା ବିଷୟରେ ପଚାରିଥିଲେ। ବାସ୍ତବିକ ଜୀବନରେ ଜୀବନ କୃଷ୍ଣ ରାୟ ହେଉଛନ୍ତି ଜଣେ ଗୋସେବକ, ଜଣେ ସମାଜସେବୀ ଲୋକ। ତାଙ୍କୁ ଶଙ୍କର ଭାଇ ଭାବେ ଜାଣିତ ସେ ପଟ୍ଟାମୁଣ୍ଡାଇ ରାଜନଗରରେ ଦାଦନ ମୁକ୍ତ ସମାଜ ଗଢ଼ିବା ଲକ୍ଷ୍ୟ ନେଇ ନିର୍ବାଚନକୁ ଆସିଛନ୍ତି ବୋଲି ତାଙ୍କର ପ୍ରେସ୍ ବିବୃତ୍ତିରେ କହିଲେ। କେନ୍ଦ୍ରାପଡ଼ାରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ଓ ଟ୍ୱିଟର ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଆପ୍ ଆସିଗଲାଣି, ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। विधायक स्वाधीन नामांकन कर निमंत्रण कर विषय आलोचना करने साहय निहाती आवश्यक। बसता है बहुत किसी आशा भरसा नहीं बसीचे। राजनगर निर्वाचन मंडली आज जो परिस्थिति अच्छी ये विषय समस्त अवगत। तेणुक केमी परिवर्तन कर स्वतंत्र राजनगर पट्टामुंडाई जो मान्यता से स्वतंत्र पदक्षेप नि समस्त आत्मसम्मान रक्षा करने जन गोसेवक आज समस्त आशीर्वाद लेकिन मुझे क्षेत्र को लेकिन मुख्यतः आमर जो राजनगर जो विकास से विकास पत्र में किसी आलोचना करने चाहूँगी। साधारणतः आम केन्द्रापड़ा जिले में राजनगर निर्वाचन मंडली एक गरीब दादन श्रमिक निर्वाचन मंडली हिसाब से ओडिशा समस्ते जानती 1 नंबर अच्छी। यहाँ आम आत्मसम्मान को बहुत कुठारघात कर प्रथम यही जिनटा को आम आखि आगे रखिकी आम आज दलटा आसीचु लोक मौलिक अधिकार लोक सुविधा कौन कौन आवश्यक कौन दरकार ये सब क्षेत्र में परिवर्तन करने आज आम स्वाधीन विधायक प्रार्थी हिसाब से पद देचु। साधारणतः कहवाई चाहिए आमर रास्ता घाट लाइट पानी ये सब मौलिक अधिकार जनसाधारण जेको नेता आसिले भी ये मौलिक अधिकार आम पाखे आवेलेबल मिल यहीटा को लेकर आम कौन नेता आम कहीपरानी जे आम यहाँ करे किंतु गोटे कथा हूँ गोटे विधायक काम गोटे राजनगर निर्वाचन मंडली आम जो दादन श्रमिक रही निश्चित भाव में गोटे विधायक काम आलोचना करने साहय निहाती आवश्यक। राजनगर निर्वाचन मंडली आज जो परिस्थिति अच्छी ये विषय समस्त अवगत। तेणुक केमी परिवर्तन कर स्वतंत्र राजनगर पट्टामुंडाई जो मान्यता से स्वतंत्र पदक्षेप नि समस्त आत्मसम्मान रक्षा करने जन गोसेवक आज समस्त आशीर्वाद लेकिन मुझे क्षेत्र को लेकिन मुख्यतः आमर जो राजनगर जो विकास से विकास पत्र में किसी आलोचना करने चाहूँगी। साधारणतः
ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ନିର୍ବାଚନ ମଣ୍ଡଳୀ ଏକ ଗରିବ ଦାଦନ ଶ୍ରମିକ ନିର୍ବାଚନ ମଣ୍ଡଳୀ ହିସାବରେ ଓଡ଼ିଶାରେ ସମସ୍ତେ ଜାଣନ୍ତି 1 ନମ୍ବରରେ ଅଛି। ଏଇଟା ଆମ ଆତ୍ମସମ୍ମାନକୁ ବହୁତ କୁଠାରଘାତ କରୁଛି। ପ୍ରଥମ ଏଇ ଜିନିଷଟାକୁ ଆମେ ଆଖି ଆଗରେ ରଖିକିରି ଆମେ ଯେ ତରଫ ଆସିଛୁ ଲୋକଙ୍କର ମୌଳିକ ଅଧିକାର, ଲୋକଙ୍କର ସୁବିଧା କ'ଣ କ'ଣ ଆବଶ୍ୟକ, କ'ଣ ଦରକାର, ଏସବୁ କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଆଜି ଆମେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିସାବରେ ଆମେ ପଦ ଦେଇଛୁ। ସାଧାରଣତଃ କହିବା ପାଇଁ ଚାହିଁବି, ଆମର ରାସ୍ତାଘାଟ, ଲାଇଟ୍, ପାଣି ଏସବୁ ମୌଳିକ ଅଧିକାର ଜନସାଧାରଣଙ୍କର ଯେକୌଣସି ନେତା ଆସିଲେ ବି ଇଏ ମୌଳିକ ଅଧିକାର ଆମ ପାଖରେ ଆଭେଲେବୁଲ୍ ମିଳିବ। ଏଇଟାକୁ ନେଇକରି ଆମେ କୌଣସି ନେତା ଆମେ କହିପାରିବାନି ଯେ ଆମେ ଏଇଟା କରିଛେ, ସେଇଟା କରିଛେ। କିନ୍ତୁ ଗୋଟେ କଥା ହେଉଛି, ଗୋଟେ ବିଧାୟକର କାମ, ଗୋଟେ ରାଜନଗର ନିର୍ବାଚନ ମଣ୍ଡଳୀରେ ଆମର ଯେଉଁ ଦାଦନ ଶ୍ରମିକ ରହିଛି, ନିଶ୍ଚିତ ଭାବରେ ଗୋଟେ ବିଧାୟକର କାମ ନୁହେଁ କି ସେ ଦାଦନ ଶ୍ରମିକ କେମିତି ଆମର ଏଠୁ ହଟିବ, ତା ପାଇଁ ଗୋଟେ କିଛି ବ୍ୟବସ୍ଥା କରାଯିବ। ନିଶ୍ଚିତ ଭାବରେ ଆମ ସରକାର ଜମି ଅଛି, ଛୋଟ ମୋଟ କଳକାରଖାନା କଲେ ବି ନିଶ୍ଚିତ ଭାବରେ ଆମେ କିଛି ଦାଦନ ବି ସମସ୍ୟା ହଟାଇ ଦେଇପାରିବା। କିନ୍ତୁ କୌଣସି ବିଧାୟକ ଏ ପର୍ଯ୍ୟନ୍ତ ବିଧାନସଭାରେ ଏ କଥା ଉପସ୍ଥାପନ କରିବାର ମୁଁ ଦେଖିନାହିଁ। ଯେଉଁଟାକି ମୋର ପ୍ରଥମ ଲକ୍ଷ୍ୟ ରହୁଛି, ଯେତେବେଳେ ଆମେ ସେ ରାଜନଗର ନିର୍ବାଚନ ମଣ୍ଡଳୀରେ ଆମେ ରହିଛେ, ସାରା ଓଡ଼ିଶାରେ ବର୍ତ୍ତମାନ ଏ ଗୋଟେ ଦାଦନ ଶ୍ରମିକର ନିର୍ବାଚନ ମଣ୍ଡଳୀ ବୋଲି କହୁଛନ୍ତି, ତା ଦେହରେ ବି ଆମେ ଜନ୍ମ ହେଇଛେ। ନିଶ୍ଚିତ ଭାବରେ ଆମକୁ କଷ୍ଟ ଆସିଛି, ତେଣୁକରି ଆମେ ଚେଷ୍ଟା। ଆପଣ ଏ ଯେଉଁ ରାଜନୀତିକୁ ଆସିବା ପରେ ଘୋଷବାର କୌଣସି ବାଧା ଉପୁଜିବେନି ତ? ଆଜ୍ଞା ନାହିଁ, ରାଜନୀତିକି ଆସିଲା ପରେ ଘୋଷବାର କୌଣସି, ଯେତେବେଳେ ସେବା ମନୋବୃତ୍ତି ଆମର ଅଛି, ରାଜନୀତିକି ଆସିଲା ପରେ ଘୋଷବାର କୌଣସି ଅଧିକ ନାହିଁ, ବରଂ ସେ ଚାଲିଛି କିଛି ଅସୁବିଧା ହେବ। ମାନେ ଆପଣ ଏ ଯେଉଁ ଲକ୍ଷ୍ୟ ନେଇ ଆସିଛନ୍ତି ସେବା ହିଁ ପରମ ଧର୍ମ, ସେଇଟା କେତେ ଦୂର ସଫଳ ହେବ ରାଜନୀତିକୁ ଆସିବା ପରେ, ସେଇଟାଙ୍କର ଆପଣଙ୍କ ବ୍ୟକ୍ତିଗତ ମତ କ'ଣ ରହିବ? ନିଶ୍ଚିନ୍ତ ଭାବରେ ଆମେ ଯେତେବେଳେ ସେବା କରିବା ପାଇଁ ଆସିଛୁ, ଆମର ମନ ତ କହୁଛି ଏଥିରେ ଆମେ ସଫଳ ହେବୁ ବୋଲି। କାହିଁକିନା ଯେତେବେଳେ ଆମେ ଦୁଃଖରେ ଲୋକଙ୍କ ପାଖରେ, ଜନସାଧାରଣଙ୍କ ପାଖରେ ବସିବୁ, ନିଶ୍ଚିତ ଭାବରେ ଜନସାଧାରଣ ଆମକୁ ଗ୍ରହଣ କରିବେ ବୋଲି ଆମର ମନ କହୁଛି। ଆପଣ ଏ ରାଜନୀତି ମଇଦାନ ପାରି ହେବେ ବୋଲି କେତେ ଦୂର ଆପଣଙ୍କର ଆଶା ବିଶ୍ୱାସ ରହିଛି? ନିଶ୍ଚିତ ଭାବରେ ରାଜନୀତି ମଇଦାନରେ ମୁଁ ଫାଇଟ୍ କରିବି ବୋଲି ମୋର ଆତ୍ମବିଶ୍ୱାସ ଅଛି। ରାଜନୀତି ତ କଣ୍ଟକମୟ କଥା, କେମିତି ଆପଣ ତାକୁ ଲଙ୍ଘନ କରିବେ, ଜନସାଧାରଣଙ୍କୁ ସେବା ଯୋଗାଇବେ, ଏ ବାବଦରେ ଆପଣଙ୍କ ମତ କ'ଣ ରହିବ? ଆଜ୍ଞା, ନିଶ୍ଚିତ ଭାବରେ ଜନସାଧାରଣଙ୍କର ଯେଉଁ ସେବା ଆବଶ୍ୟକ, ସେ ସେବା ମୁଁ ଯୋଗାଇ ଦେବା ପାଇଁ ନିଶ୍ଚିତ ଭାବରେ ତାଙ୍କ ପ୍ରତିଶ୍ରୁତିବଦ୍ଧ। ମୁଁ ନିଶ୍ଚିତ ଯେଉଁ ଆବଶ୍ୟକ ଜିନିଷ ଗୁଡ଼ା ତାଙ୍କ ପାଖରେ ପହଞ୍ଚାଇ ବୋଲି ମୁଁ ଜନସାଧାରଣଙ୍କ ପାଖରେ ବି ପ୍ରତିଶ୍ରୁତି ଦେଉଛି।